ଅରଣ୍ୟର ରାଣୀ ମା ଜଟିଆଣୀ ଅରଣ୍ୟ ଭିତରେ ରହିଛି ଉତ୍ପତ୍ତି, ଉତ୍ଥାନ ଓ ଅସ୍ତିତ୍ୱର କାହାଣୀ। ଯେଉଁ କାହାଣୀର କାୟା କଳେବର ଲେଖାଯାଇଥିଲା ସେବେ ଯେବେ ରାଜା ମୁକୁନ୍ଦଦେବଙ୍କ ଚାଲୁକ୍ୟ ରାଜବଂଶ ପୂର୍ବରୁ ଭୋଇବଂଶ ପ୍ରତିଷ୍ଠା କରିଥିଲେ। ଗୋବିନ୍ଦ ବିଦ୍ୟାଧର ଯାହାଙ୍କ ନାମରୁ ଗୋଟେ ଜନବସତି ବା ସହର ସୃଷ୍ଟି, ଯେଉଁ ଜନପଦରେ ଥିଲା ଏମିତି ଏକ ଗୁପ୍ତ ସୁଡ଼ଙ୍ଗ ଯାହା ଏବେ ବି ରହିଛି, ଯେଉଁ ସୁଡ଼ଙ୍ଗରେ ହୋଇଥିଲା ପାଇକମାନଙ୍କର ପ୍ରବେଶ ଓ ପ୍ରସ୍ଥାନ। ଆମେ ଆଜି ଆସି ସେ ବୀରତ୍ୱର ବୀର ଭୂମିରେ ପହଞ୍ଚିଛୁ, ଯେଉଁଠାରେ ପାଇକ ବୀରମାନେ ଇଂରେଜମାନଙ୍କ ସହ ଯୁଦ୍ଧ କରି ଇଂରେଜୀମାନଙ୍କୁ ଭାରତବର୍ଷରୁ ବିତାଡ଼ିତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ଆପଣ ଦେଖିପାରୁଥିବେ ଏହା ହଉଛି ଏକ ସୁଡ଼ଙ୍ଗ, ଯାହାକି ଏଇଠୁ ଆରମ୍ଭ ହୋଇଛି, ଜଟିଆଣୀଙ୍କ ପାଖରୁ ଆରମ୍ଭ ହୋଇକି ବରୁଣେଇଙ୍କ ପର୍ଯ୍ୟନ୍ତ ଯାଇଛି। ଯେତେବେଳେ ଇଂରେଜ ମାନେ ଭାରତ ବର୍ଷକୁ ଅକ୍ତିଆର କରି ଆସିଥିଲେ ଆଉ ଆମର ଖୋର୍ଦ୍ଧା ଜିଲ୍ଲାରେ ପଶି ପାରୁନଥିଲେ, କାହିଁକି ନା ଏଠି ପାଇକ ବିଦ୍ରୋହ, ପାଇକର ଯୋଉ ଜୋଶ ଥିଲା, ଯୋଉ ତାଙ୍କର ସାହସ ଥିଲା, ତାଙ୍କ ଆଗରେ ଇଂରେଜ ମାନେ ହାର ମାନି ଯାଇଥିଲେ। ତଥାପି ତାଙ୍କର ଇଂରେଜ ମାନଙ୍କ କଳ ବଳ କୌଶଳରେ କିଛି ପାଇକ ଅକ୍ତିଆର କରିଥିଲେ, ଆଉ କିଛି ପାଇକ ଯୋଉ ବୀରତ୍ୱର ପାଇକ ଥିଲେ ସିଏ ମଧ୍ୟ ଇଂରେଜ ମାନଙ୍କୁ କିପରି ବିତାଡ଼ିତ କରିବେ ସିଏ ଏକ ସୁଡ଼ଙ୍ଗ ନିର୍ମାଣ କରିଥିଲେ। ଯେ ଜଟିଆଣୀ ମାଙ୍କ ପାଖରେ ତାଙ୍କର ଖଣ୍ଡା ତଲୁଆର ଯାହା ଥିଲା ପୂଜା କରି ଯୁଦ୍ଧକୁ ଯାଉଥିଲେ, ସିଏ ତାଙ୍କର ବିଜୟ ଲାଭ କରୁଥିଲେ। ଆପଣ ଦେଖିପାରୁଥିବେ ଏଇ ହଉଛି ସେଇ ସୁଡ଼ଙ୍ଗ। ସୁଡ଼ଙ୍ଗ ଭିତରକୁ ଆପଣ ଆସିକି ଦେଖନ୍ତୁ, ଏଇ ସେଇ ସୁଡ଼ଙ୍ଗ। ଏଇ ସୁଡ଼ଙ୍ଗଟି ଏଇଠୁ ଜଟିଆଣୀ ମାଙ୍କ ପାଖରୁ ଆରମ୍ଭ ହୋଇକି ପାତ୍ରପଡ଼ା ଜଟିଆଣୀ ମାଙ୍କ ପାଖରୁ ଆରମ୍ଭ ହୋଇକି ଯାଇଛି ଏଇଠୁ 7 କିଲୋମିଟର ଦୂର, ଯାହାକି ବରୁଣେଇ ମୁଣ୍ଡିଆ ତା ସେତ ଯାକେ ଯାଇଛି। ଆଉ ଏଇ ସୁଡ଼ଙ୍ଗଟି ଦେଖିପାରୁଥିବେ, ଆଉ ତ ଧୀରେ ଧୀରେ ତାର ବିସ୍ତାରିତ ଲୋପ ପାଇବାକୁ ବସିଲାଣି, କିନ୍ତୁ କିଛି ଅଂଶ ରହିଯାଇଛି ଆଉ କିଛି ଅଂଶ ବିଲୁପ୍ତ ହୋଇଯାଇଛି। ଏବଂ ଆଶା କରିବି ମା ଜଟିଆଣୀ ଠାକୁରାଣୀଙ୍କର ମହାତ୍ମା କହିଲେ ନ ସରେ। ଦୀର୍ଘ 100 ବର୍ଷ ତଳୁ ଆମ ବାପା ଜେଜେବାପାଙ୍କ ଅମଳରୁ ମାଙ୍କର ଏହି କାର୍ଯ୍ୟକ୍ରମ ଚାଲିଛି। ଦୀର୍ଘ 50 ବର୍ଷ ହେଲା ଆମ ଗ୍ରାମର ମା ଜଟିଆଣୀ ଯୁବକ ସଂଘର ପିଲାମାନେ ଏବଂ ମା ଜଟିଆଣୀ ପରିଚାଳନା କମିଟିର କର୍ମକର୍ତ୍ତାମାନେ ଏହାକୁ ଦାୟିତ୍ୱ ନେଇ ବହୁତ ଉଚ୍ଚକୋଟୀର କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ପ୍ରଥମେ ଶାମ୍ବ ଦଶମୀ ଦିନ ପୂଜା ହେଉଥିଲା, କିନ୍ତୁ ଏଠି ବର୍ତ୍ତମାନ 3 ଦିନ ମହୋତ୍ସବ ମା ଜଟିଆଣୀଙ୍କର ପୂଜା ଅର୍ଚ୍ଚନା କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଗତକାଲି ରାତିରେ ମା ଘୋଡ଼ା, ନାଗା, ବାଜା, ବାଣ ଇତ୍ୟାଦିରେ ରୋଷଣୀରେ ନଗର ପରିକ୍ରମା କରିଛନ୍ତି। ଆଜି ତାଙ୍କର ଭକ୍ତମାନେ ଆସି ଭୋଗ ମହୋତ୍ସବ ଭୋଗ କରୁଛନ୍ତି। ଏପଟେ ମେଲୋଡି ଭଜନ ଚାଲିଛି। ଆଉ କିଛି ସମୟ ପରେ ସନ୍ଧ୍ୟାବେଳେ ମେଲୋଡି କାର୍ଯ୍ୟକ୍ରମ ଚାଲିବ। ଆସନ୍ତାକାଲି 500ରୁ ଉର୍ଦ୍ଧ୍ୱ ପଞ୍ଜା ମେଣ୍ଢା ଲଢ଼େଇ ଚାଲିବ। ପାଇକ ମାନଙ୍କୁ ମନେ ରଖିବା ପାଇଁ, ପାଇକ ମାନଙ୍କର ପ୍ରତିଯୋଗିତା ପାଇଁ ଆମେ ଏଠି ମେଣ୍ଢା ଲଢ଼େଇର ଆୟୋଜନ କରୁଛୁ। ଏଠି 15,000ରୁ 20,000 ଲୋକ ଖାଲି ମେଣ୍ଢା ଲଢ଼େଇ ଦେଖିବା ପାଇଁ ଏକତ୍ରିତ ହେବେ। ଏବଂ ମାଙ୍କର ମହାତ୍ମା କହିଲେ ନ ସରେ। ଯୋଉ ମା ଜଟିଆଣୀଙ୍କ ନାମରେ ଜଟଣୀ ସହର ଆଜି ଜଟଣୀ ସହର ଉପସ୍ଥିତ। ଏବଂ ବ୍ରିଟିଶ ସମୟରେ ଭାରତ ଯେତେବେଳେ ପରାଧୀନ ଥିଲା, ଆମ ଖୋର୍ଦ୍ଧାଗଡ଼ର ପାଇକ ମାନେ ବରୁଣେଇ ଠାରୁ ଗୁପ୍ତ ସୁଡ଼ଙ୍ଗ ଭିତରେ ଆସି ମା ଜଟିଆଣୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପୂଜା କରି ଇଂରେଜ ସହିତ ଲଢୁଥିଲେ। ମାଙ୍କର ଆଶୀର୍ବାଦ ଅତୁଳନୀୟ। ଏବଂ ଆସନ୍ତୁ ସାରା ଓଡ଼ିଶାବାସୀ ସମସ୍ତେ ମାଙ୍କର ଆଶୀର୍ବାଦ ଭିକ୍ଷା କରନ୍ତୁ। ଏ ମହୋତ୍ସବକୁ ଆହୁରି ଉନ୍ନତର କରିବା, ମାଙ୍କର ମହିମା ବିଖ୍ୟାତ କରିବା ଏବଂ ନିଜେ ମନାସିଥିବା ସମସ୍ତ କାର୍ଯ୍ୟକୁ ସଫଳ କରିବା। 2026 ଆସନ୍ତା ବର୍ଷ ମାଙ୍କ ପାଖରେ ପ୍ରାର୍ଥନା କରୁଛି ସାରା ଓଡ଼ିଶାର ଅଗଣିତ ଜନସାଧାରଣଙ୍କର ମଙ୍ଗଳ ହଉ, ସୁଖ ସମୃଦ୍ଧିର ବର୍ଷ ହଉ ଏବଂ ଦେଶ ପାଇଁ ଓଡ଼ିଶା ପାଇଁ ଏକ ସମୃଦ୍ଧିଶାଳ ରାଷ୍ଟ୍ର ଭାବେ ଭାରତର ପରିଚୟ ସୃଷ୍ଟି କରୁ। ଓଡ଼ିଶାର ଉନ୍ନତି ହଉ, ବେକାରୀ ମାନଙ୍କୁ ନିଯୁକ୍ତି ମିଳୁ, କର୍ମ ମିଳୁ ଏବଂ ସମସ୍ତ ଗରିବ ଖଟିକିଆ ମଜୁରିଆ ସୁଖ ଶାନ୍ତିରେ ଜୀବନ ଯାପନ କରନ୍ତୁ। ମାଙ୍କର ବିଶେଷତ୍ୱ ହେଲା ଏଇଟା, ଘନ ଜଙ୍ଗଲ ଭିତରେ ମା ଜଟିଆଣୀ ଜଟି ଠାକୁରାଣୀ ରୂପରେ ଯୋଉ ନଟିଆ ମଧ୍ୟରେ ମା ଜଟିଆଣୀ ହଉଛି ସ୍ଥାପିତ ହୋଇଥିଲେ। କାଳକ୍ରମେ ଡେଭଲପ ହେଲା। ଆଉ ଆର ବିଶେଷତ୍ୱ ହେଲା
ମାଙ୍କର ଯେ ସମସ୍ତେ ଆମେ ଗୃହପାଳିତ ପଶୁ ରୂପେ ଗୋରୁ ଗାଈକି ଆମେ ରଖିଥାଉ। ବଳଦ ହେଉ କି ଗାଈ ହେଉ କି ଯାହା ହେଉ ଯଦି ହଜି ଯାଇଥାଏ କି ଫାଟୁଆ ରୋଗରେ କି ଆକ୍ରାନ୍ତ ହୋଇଥାଏ ଗାଈ ଗୋରୁ, ଯଦି ଆମେ ମାଙ୍କୁ ଗୋଟେ ପୋଡ଼ ପିଠା ଡାକି ଦଉ କି ପୂଜା କରିକି ଆମେ ଯାଉ ସୁରୁଖୁରୁରେ ତାର ରୋଗଟି ଲାଘ ମାନେ ଭଲ ହୋଇଯାଏ। ଆଉ ଯିଏ ଯାହାର ରୋଗ ହୋଇଥାଏ ମଣିଷ ଯଦି ଗୋଟେ ପୋଡ଼ ପିଠା ଯାଚେ ରୋଗରୁ ମୁକ୍ତି ହୁଅନ୍ତି। ତାହାର ହେଲା ବିଶେଷତ୍ୱ ମା ଜଟିଆଣୀ। ଜଟିଆଣୀ ପାଖରେ ଗୋଟେ ପୋଡ଼ ପିଠା ଭୋଗ ହୁଏ। ଜଗନ୍ନାଥଙ୍କ ପାଖରେ ରଥଯାତ୍ରା ବେଳେ ଜଟିଆଣୀ ଯୋଉ ପୋଡ଼ ପିଠା ଭୋଗ ହୁଏ ଚାଉଳରେ ପ୍ରସ୍ତୁତ ହୁଏ। ଆମ ପାଖରେ ଏଇ ମା ଜଟିଆଣୀଙ୍କ ପାଖରେ ସେଠି ମଧ୍ୟ ଆମର ଏଇ ପୋଡ଼ ପିଠା ଭୋଗ ହୁଏ। ବିଶେଷତ୍ୱ ହେଲା ଯିଏ ଯେଉଁ ରୂପରେ ମାକୁ ଡାକିଛି ସେ ମା ସମସ୍ତଙ୍କର ଦୁଃଖ ଲାଭ କରୁଛି, ଦୁଃଖକୁ ହରେଇ ଦେଇଛି। ସେ ମା ସମସ୍ତଙ୍କର କରିଛି। ଜଟଣୀର ଅଧିଷ୍ଠାତି ଦେବେ ହେଲେ ମା ଜଟିଆଣୀ। ଚାନ୍ଦୁ ଏଇଟା ଆମର ଖୋର୍ଦ୍ଧାଗଡ଼ ପାଇକ ବୀର ମାଟି। ଏଠି ଆମର ଇଂରେଜ ମାନେ ଯାହାକି କବଳରେ ପଶି ପାରିନଥିଲେ ଖୋର୍ଦ୍ଧାଗଡ଼ରେ। ଆଉ ବହୁତ ପୁରାତନ ଇଏ ଗୁମ୍ଫା। ଏଠାରେ ବହୁତ ଅସ୍ତ୍ରଶସ୍ତ୍ର ଏବଂ ଯାନବାହନ ଥୁଅନ୍ତି। ମା ଜଟଣୀ ମୁଣ୍ଡିଆ ମାରି ନିଜ ନିଜ କର୍ମକୁ ଯୁଦ୍ଧରେ ବାହାରନ୍ତି।